ସାର୍ ନମସ୍କାର। ବଡ଼ଦିନ କାହିଁକି ପାଳନ କରାଯାଏ? ଏହା କିଏ ଓ କେବେଠାରୁ ଆରମ୍ଭ କରିଥିଲେ ଟିକେ କୁହନ୍ତୁ। ଅନ୍ଧ ଭାବରେ କୌଣସି କଥା ଗ୍ରହଣ କରିବାକୁ ହେବ ନାହିଁ। ତାର ସମସ୍ତ ବିଷୟକୁ ପରୀକ୍ଷା ନିରୀକ୍ଷା କଲା ପରେ ଯାହା ସତ୍ୟ ପ୍ରତିପାଦିତ ହେବ, ସେହି ସତ୍ୟକୁ ହିଁ ଗ୍ରହଣ କର, ଯାହା ନିଜର ମଙ୍ଗଳ ହେବ। ପର୍ବପର୍ବାଣୀ ନାମରେ ବିଭିନ୍ନ ଧର୍ମ ଆଉ ସମ୍ପ୍ରଦାୟ ମଧ୍ୟରେ ଅନ୍ଧକାରର ଶକ୍ତି କାର୍ଯ୍ୟ କରୁଅଛି। ଅନ୍ଧବିଶ୍ୱାସରେ ଲୋକ ବୁଡ଼ି ଯାଇଛନ୍ତି। କିନ୍ତୁ ବର୍ତ୍ତମାନ ଖ୍ରୀଷ୍ଟ ଜୟନ୍ତୀ ଉପଲକ୍ଷେ ଆମେ ଆଲୋଚନା କରିବା ଏହି ଡିସେମ୍ବର 25 ତାରିଖ ପ୍ରକୃତରେ ଖ୍ରୀଷ୍ଟ ଜୟନ୍ତୀ ନା ଅନ୍ୟ କାହାର ଜନ୍ମ ଦିବସ। ପ୍ରାକ୍ ଖ୍ରୀଷ୍ଟୀୟ ଯୁଗରେ ଶୀତ ଋତୁର ଶେଷ ଦିନଟିକୁ ସୂର୍ଯ୍ୟର ଜନ୍ମ ଦିବସ ରୂପେ ପାଳନ କରାଯାଉଥିଲା। ପାଶ୍ଚାତ୍ୟ ପୃଥିବୀରେ ଲୋକଙ୍କର ବିଶ୍ୱାସ ଥିଲା ଜନଜୀବନଙ୍କୁ ହାଡ଼ଭଙ୍ଗା ଶୀତରୁ ରକ୍ଷା କରିବା ପାଇଁ ଆଉ ସେଇଦିନ ସୂର୍ଯ୍ୟଙ୍କୁ ଜନ୍ମ ଦିଅନ୍ତି ମାତା ମହେଶ୍ୱରୀ। ସେହି ସମୟରେ ଜର୍ମାନୀରେ ୟୁଲେ ନାମକ ଆଉ ଏକ ମହୋତ୍ସବ ପାଳିତ ହେଉଥିଲା। ଶୀତକାଳୀନ ସୂର୍ଯ୍ୟ ନିଦ୍ରାଗତ ଥିବାରୁ ଲୋକମାନେ କଷ୍ଟ ଭୋଗ କରୁଛନ୍ତି ମନେକରି ସୂର୍ଯ୍ୟର ନିଦ୍ରାଭଙ୍ଗ ନିମନ୍ତେ ସେମାନେ ଗୀତ ଗାଇ ନାଚି ନାଚି ଉତ୍ସବ ମନାଉଥିଲେ। ରୋମୀୟମାନଙ୍କ ଶାସନ କାଳରେ ଫସଲ ଦେବତା ସତର୍ଣ୍ଣସ ଏବଂ ଆଲୋକ ଦେବତା ମିଥରାଙ୍କ ଉଦ୍ଦେଶ୍ୟରେ ଏକ ଶୀତକାଳୀନ ପର୍ବ ପାଳନ କରାଯାଉଥିଲା। ସିରିଆ ଦେଶ ଗଢ଼ା ସଲ୍ ଇନଭିକ୍ଟସ୍ ଅର୍ଥାତ ବିଜୟୀ ସୂର୍ଯ୍ୟ ଧର୍ମ ବିଶ୍ୱାସ ଉପରେ ଏହା ଆଧାରିତ। କାଳକ୍ରମେ ଏହି ଧର୍ମଧାରା ମିଥାରାଇଜିମ୍ ରୂପ ଧାରଣ କଲା। ଇରାନର ଆଲୋକ ଦେବତା ମିଥରା ଲୋକପ୍ରିୟ ହେଲେ ରୋମରେ, କିନ୍ତୁ ନିଜ ଜନ୍ମଭୂମିରେ ନିଷ୍ପ୍ରଭ ହେବାକୁ ଲାଗିଲେ। ଭାବବାଦୀ ଜରାଷ୍ଟ୍ରଙ୍କ ଆଗମନ ପରେ ଆହୁରା ମାଦାଙ୍କୁ ପ୍ରାଧାନ୍ୟ ଦିଆଗଲା। ସାର୍ବଭୌମ କ୍ଷମତା ଓ ଆଧିପତ୍ୟରୁ ବଞ୍ଚିତ ହେଲେ ମିଥରା। ଅଧିକନ୍ତୁ ଆହୁରା ମାଦାଙ୍କ ଦ୍ୱାରା ମିଥରାଙ୍କ ସୃଷ୍ଟି ହୋଇଛି ବୋଲି ଶିକ୍ଷା ଦେଇଥିଲେ ଜରାଷ୍ଟ୍ର। ଏହି ସମୟରେ ତମ୍ବୁଜ ନାମକ ଆଉ ଏକ ଦେବତାଙ୍କର ଉପାସନାର ପ୍ରାବଲ୍ୟ ଦେଖାଗଲା ବାବିଲୋନରେ। ତମ୍ବୁଜ ଉପାସନା ସୂର୍ଯ୍ୟ ଉପାସନାର ଆଉ ଏକ ରୂପ। ବାଇବେଲ ଚରିତ୍ର ନିମ୍ରୋଦଙ୍କୁ ନେଇ ଗଢ଼ି ଉଠିଥିଲା ଏକ ଧର୍ମ ବିଶ୍ୱାସ। ବାବିଲି ଦୁର୍ଗର ନିର୍ମାତା ନିମ୍ରୋଦଙ୍କ ପତ୍ନୀ ସେମିରମିସ୍ ସ୍ୱୟଂ ସ୍ୱର୍ଗର ପାଟରାଣୀ ବୋଲି ଦାବି କରିଥିଲେ। ପତିଙ୍କ ମୃତ୍ୟୁ ପରେ ସେ ଗର୍ଭଧାରଣ କରି ତମ୍ବୁଜ ନାମକ ଏକ ପୁତ୍ରଙ୍କୁ ଜନ୍ମ ଦେଲେ ଡିସେମ୍ବର 25 ତାରିଖରେ। ମଦ୍ୟପି ତୃଣ ପ୍ରକୃତିର ଥିଲେ ତମ୍ବୁଜ। ତାଙ୍କର ମୃତ୍ୟୁ ପରେ ସେ ସୂର୍ଯ୍ୟ ରୂପେ ପ୍ରତିଷ୍ଠିତ ହେଲେ ବୋଲି ଲୋକ ବିଶ୍ୱାସ ରହିଛି।
ତତ୍କାଳୀନ ପାଶ୍ଚାତ୍ୟ ପୃଥିବୀରେ ଲିବିଆର ଅନମନ ଦେବତା, ଇଟାଲୀର ସିଲଭାନ୍ସ ଦେବତା, ଇଜିପ୍ଟର ଆଇସିସ୍ ଦେବତା, ସିରିଆର ବାଲ୍ ଦେବତା ଇତ୍ୟାଦି ଲୋକଙ୍କ ଧର୍ମୀୟ ଜୀବନକୁ ବିଶେଷ ଭାବରେ ପ୍ରଭାବିତ କରିଥିଲେ। ଉତ୍ତର ମେରୁ ଅଞ୍ଚଳରେ ଶୀତ ଋତୁର ଶେଷ ଦିନ ଆସେ ଡିସେମ୍ବର 20 ତାରିଖରୁ 22 ତାରିଖ ଭିତରେ। ସେଥିପାଇଁ ରୋମୀୟମାନେ ଏହି ମାସ 17 ତାରିଖରୁ 24 ତାରିଖ ଯାଏ ମାତି ରହୁଥିଲେ ସୌର ଜନ୍ମୋତ୍ସବରେ। ଉତ୍ସବ ପାଳନ ଦ୍ୱାରା ଲୋକଙ୍କ ମଧ୍ୟରେ ଏହି ଆଶାଟି ସଞ୍ଚାରିତ ହେଉଥିଲା ଯେ ସଦାକାଳ ରହିବନି ଶୀତର ପ୍ରଭାବ। ୟା ପରେ ଆସିବ ସୁଖ, ଆନନ୍ଦ, ପୁଣି ଥରେ ହସି ଉଠିବ ଜନଜୀବନ। ରୋମ୍ ଶାସିତ ଅଞ୍ଚଳରେ ବସବାସ କରୁଥିବା ଆଦ୍ୟ ଖ୍ରୀଷ୍ଟିଆନମାନେ ନିଜ ନିଜ ଘର ସଜେଇବାକୁ ବାଧ୍ୟ ହେଉଥିଲେ ଉତ୍ସବ ସମୟରେ। କ୍ରମେ ଖ୍ରୀଷ୍ଟିଆନମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ସେମାନଙ୍କ ଆଚାର ବିଚାର, ରୀତିନୀତି ପାଳନରେ ସ୍ୱାଧୀନତା ମିଳିଲା। ଅଥଚ ରୋମର ଦ୍ୱିତୀୟ ବିଶପ୍ 125ରୁ 136 ଖ୍ରୀଷ୍ଟାବ୍ଦ ଟେଲିସ୍ପରଙ୍କ ପର୍ଯ୍ୟନ୍ତ ଆଦ୍ୟ ମଣ୍ଡଳୀର ଚିନ୍ତାରେ ହିଁ ନଥିଲା ଖ୍ରୀଷ୍ଟ ଜନ୍ମୋତ୍ସବ। ଏହି ବିଶପଙ୍କ ନେତୃତ୍ୱ ଏବଂ ପ୍ରୟାସରେ ବଡ଼ଦିନ ପାଳନ କରିବାର ଅପୂର୍ବ ସୌଭାଗ୍ୟ ମିଳିଲା ଖ୍ରୀଷ୍ଟୀୟ ସମ୍ପ୍ରଦାୟକୁ। ଯୀଶୁଙ୍କ ଜନ୍ମ ମାସ କିମ୍ବା ଦିନ ସମ୍ପର୍କୀୟ ନିର୍ଦ୍ଦିଷ୍ଟ ସୂଚନା ନଥିବାରୁ ବିଶପଙ୍କ ବିଚାର ଅନୁସାରେ ଅନେକ ବର୍ଷ ଧରି ଅକ୍ଟୋବର ମାସରେ ପାଳିତ ହୋଇଥିଲା ବଡ଼ଦିନ। ଯୀଶୁଙ୍କ ଜନ୍ମ ସ୍ମରଣ କରି ଚତୁର୍ଥ ଶତାବ୍ଦୀର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଲୋକେ ବିଭିନ୍ନ ମାସ ଏବଂ ଅଲଗା ଅଲଗା ଦିନରେ ବଡ଼ଦିନ ପାଳନ କରିଥିଲେ। 274 ଖ୍ରୀଷ୍ଟାବ୍ଦରେ ଶୀତ ଋତୁର ଶେଷ ଦିନ ପଡ଼ିଲା ଡିସେମ୍ବର 25 ତାରିଖରେ। ତତ୍କାଳୀନ ରୋମର ସମ୍ରାଟ ଅରେଲିଅନ୍ ଏହି ଦିନଟିକୁ ବିଜୟୀ ସୂର୍ଯ୍ୟଙ୍କ ଜନ୍ମ ଦିବସ ଭାବରେ ଆନୁଷ୍ଠାନିକ କରିଦେଲେ। ବାଇବେଲ ତତ୍ତ୍ୱ ଅନୁସାରେ ସୂର୍ଯ୍ୟ ପରମେଶ୍ୱରଙ୍କର ଏକ ସୃଷ୍ଟ ବସ୍ତୁ। ରକ୍ତ ମାଂସଧାରୀ ମଣିଷ ନୁହେଁ। ତା ଭିତରେ ଅଛି 70% ଉର୍ଜାନ୍ ଏବଂ 28% ହେଲିୟମ୍, 1.5% କାର୍ବନ୍, ଯବକ୍ଷାରଜାନ୍ ଏବଂ ଅମ୍ଳଜାନ୍, ଅବଶିଷ୍ଟ ନିୟନ୍, ଲୌହ, ସିଲିକନ୍, ମାଗ୍ନେସିୟମ୍, ସଲଫର୍ ଇତ୍ୟାଦି। ଉର୍ଜାନ୍ ଜଳି ଜଳି ହେଲିୟନରେ ପରିଣତ ହେଲେ ସୂର୍ଯ୍ୟ ତେଜସ୍କର ହୁଏ। ତେବେ ମା ଗର୍ଭରୁ ଜନ୍ମ ହୋଇନି ସୂର୍ଯ୍ୟ, ସୃଷ୍ଟି ହୋଇଛି ମଣିଷର ସୃଷ୍ଟି ପୂର୍ବରୁ। ଶୀତକାଳରେ ବିଷୁବରେଖାରୁ ଦୂରକୁ ଦକ୍ଷିଣ ଅୟନାନ୍ତରେ ରହେ ସୂର୍ଯ୍ୟ, ତେଣୁ ଅଧିକ ଶୀତ ହୁଏ। ତାର ପ୍ରତ୍ୟାଗମନରେ ଅନ୍ତ ହୁଏ ଶୀତ ଋତୁ। ଏହାକୁ ସୂର୍ଯ୍ୟର ଜନ୍ମଦିନ ବୋଲି ମାନିବା ଏକ ଅନ୍ଧବିଶ୍ୱାସ। ଖ୍ରୀଷ୍ଟୀୟ ବିଶ୍ୱାସର ପ୍ରସାର ଫଳରେ ଲୋକେ ବୁଝିପାରିଲେ ଏହାର ସତ୍ୟାସତ୍ୟ। ଲୋକଙ୍କ ମନରୁ ଅପସରିବାକୁ ଲାଗିଲା ମୂଢ଼ ବିଶ୍ୱାସ, କିନ୍ତୁ ରହିଗଲା ଉତ୍ସବ ମନେଇବାର ପ୍ରବୃତ୍ତି। ସେଥିପାଇଁ 320 ଖ୍ରୀଷ୍ଟାବ୍ଦରେ ପୋପ୍ ଜୁଲିୟସ୍ ଡିସେମ୍ବର 25 ତାରିଖକୁ ଯୀଶୁଙ୍କ ଜନ୍ମଦିନ ଭାବରେ ସୂଚିତ କଲେ ଏବଂ ରବିବାରକୁ ଖ୍ରୀଷ୍ଟୀୟ ଉପାସନାର ଦିନ ରୂପେ ନିର୍ଦ୍ଧାରିତ କରିଥିଲେ। 325 ଖ୍ରୀଷ୍ଟାବ୍ଦରେ ରୋମ୍ ଚକ୍ରବର୍ତ୍ତୀ
କନଷ୍ଟାଣ୍ଟିନ୍ ଦି ଗ୍ରେଟ୍ ଡିସେମ୍ବର 25 ତାରିଖକୁ ବଡ଼ଦିନ ଭାବରେ ଆନୁଷ୍ଠାନିକ ସ୍ୱୀକୃତି ଦେଇ ଏକ ଅପରିବର୍ତ୍ତନୀୟ ଉତ୍ସବ ରୂପେ ପ୍ରତିଷ୍ଠିତ କରିଦେଲେ। କିନ୍ତୁ ଯେହେତୁ ଏହି ଦିନରେ ସୌର ଜନ୍ମୋତ୍ସବ ପାଳନ କରାଯାଇଥିଲା, ଏଥିପାଇଁ ଅନେକ ଖ୍ରୀଷ୍ଟମଣ୍ଡଳୀ ଡିସେମ୍ବର 25 ତାରିଖ ଦିନ ବଡ଼ଦିନ ପାଳନ କରିବାକୁ ସଂକୋଚ ବୋଧ କଲେ। ଆର୍ମେନୀୟ ମଣ୍ଡଳୀ ଏହା ବିରୁଦ୍ଧରେ ଠିଆ ହେବାକୁ ପସନ୍ଦ କଲା। ଆଜି ସୁଦ୍ଧା ଆର୍ମେନୀୟ ମଣ୍ଡଳୀ ଗୁଡ଼ିକରେ ବଡ଼ଦିନ ପାଳିତ ହୁଏ ଜାନୁଆରୀ 6 ତାରିଖରେ। ଏହା ସତ୍ତ୍ୱେ 432 ମସିହା ଡିସେମ୍ବର 25 ତାରିଖରେ ଯୀଶୁଙ୍କ ଜନ୍ମୋତ୍ସବ ପାଳିତ ହେଲା ମିଶର ଦେଶରେ। ଷଷ୍ଠ ଶତାବ୍ଦୀରେ ଆଦର ସହକାରେ ଏହାକୁ ଗ୍ରହଣ କରିନେଲେ ଇଂଲଣ୍ଡବାସୀ। 1100 ଖ୍ରୀଷ୍ଟାବ୍ଦ ବେଳକୁ ସମଗ୍ର ୟୁରୋପରେ ଆଡ଼ମ୍ବର ସହକାରେ ପାଳିତ ହେଲା ବଡ଼ଦିନ। କିନ୍ତୁ 1645 ମସିହାରେ ଓଲିଭର କ୍ରମୱେଲ୍ ଏବଂ ତାଙ୍କର ରାଜନୈତିକ ଦଳ ଅବକ୍ଷୟମୁଖୀ ଇଂଲଣ୍ଡକୁ ଧର୍ମ ସଙ୍କଟରୁ ଉଦ୍ଧାର କରିବାର ଶ୍ରଦ୍ଧାରେ ଖ୍ରୀଷ୍ଟ ଜନ୍ମୋତ୍ସବ ବିରୁଦ୍ଧରେ ନିଷେଧାଦେଶ ଜାରି କଲେ। କିଛି ବର୍ଷ ନିମନ୍ତେ ବଡ଼ଦିନ ତାହାର ଆନନ୍ଦ ଉଭେଇଗଲା ଖ୍ରୀଷ୍ଟୀୟ ସମାଜରୁ। ଉତ୍ସବର ପ୍ରଦୀପ ଲିଭିଗଲା ଇଂରେଜ ଶାସିତ ଅଞ୍ଚଳ ଗୁଡ଼ିକରୁ। ଆମେରିକା ବଷ୍ଟନ ସହରରେ ଜୋରିମାନା ଦେବାକୁ ପଡ଼ିଲା ବଡ଼ଦିନ ପାଳନ କରିଥିବା ଖ୍ରୀଷ୍ଟିଆନମାନଙ୍କୁ। ଯେତେବେଳେ ଚାର୍ଲସ ଦ୍ୱିତୀୟ ପୁଣି ଥରେ ଇଂରେଜ ସିଂହାସନ ହାସଲ କରିନେଲେ, ସେତେବେଳେ ବଡ଼ଦିନର ହର୍ଷ ଫେରାଇ ଆଣିଥିଲେ। ମହାରାଣୀ ଭିକ୍ଟୋରିଆଙ୍କ ସମୟରେ ଏହାର ଲୋକପ୍ରିୟତା ବୃଦ୍ଧି ପାଇଲା। 1841 ମସିହାରେ ପ୍ରଥମ ଥର ପାଇଁ ଇଂରେଜ ମହୋତ୍ସବରେ ସ୍ଥାନ ପାଇଲା ଜର୍ମାନୀରୁ ଆନିତ ଖ୍ରୀଷ୍ଟମାସ ଗଛଟିଏ। ଡିସେମ୍ବର 25 ବିରୋଧୀ ଲୋକମାନଙ୍କର ସହାୟତା କଲେ କେତେକ ବାଇବେଲ ବିଦ୍ୱାନ। ସେମାନଙ୍କ ଯୁକ୍ତି ଥିଲା, ଯୀଶୁଙ୍କ ଜନ୍ମ ସମୟରେ ପଡ଼ିଆରେ ମେଷପଲ ଜଗି ରହିଥିଲେ ମେଷପାଳକମାନେ। ତେବେ ଡିସେମ୍ବର ମାସର ଥୁରୁଥୁରିଆ ଶୀତରେ ମେଷପଲକୁ ପଡ଼ିଆରେ ଜଗି ରହିବା ସୁବିଧାଜନକ ନଥିଲା। ସେଥିପାଇଁ ଏପରି କୁହାଯାଏ ଯେ କେହି କେହି ମତ ଦିଅନ୍ତି ବଡ଼ଦିନ ଉତ୍ସବ ପଛରେ ବାଇବେଲର ସ୍ୱୀକୃତି ନାହିଁ। ଆଦ୍ୟ ମଣ୍ଡଳୀ ଅଥବା ପ୍ରେରିତ ଶିଷ୍ୟମାନେ ନା ପାଳନ କରିଥିଲେ ନା ପାଳନ କରିବାକୁ ଶିକ୍ଷା ଦେଇଥିଲେ। ତେଣୁ ବଡ଼ଦିନ ଏକ ଅଣ-ବାଇବେଲୀୟ ଉତ୍ସବ। ଉତ୍ସବ ପାଳନ କରିବା ଉଚିତ କିଏ ବା ଅନୁଚିତ, ଏହା ବିଷୟରେ ପ୍ରେରିତ ପାଉଲ କହିଥିଲେ, ତୁମ୍ଭମାନଙ୍କର ଭୋଜନ ପାନ ବିଷୟରେ, ପର୍ବପର୍ବାଣୀ ବିଷୟରେ କିମ୍ବା ଅମାବାସ୍ୟା ତିଥି କି ବିଶ୍ରାମବାର ପାଳନ ବିଷୟରେ କେହି ତୁମର ବିଚାର ନ କରୁ। ଏହି ସମସ୍ତ ଆଗାମୀ ବିଷୟର ଛାୟା ମାତ୍ର। ବାସ୍ତବ ବିଷୟ ଖ୍ରୀଷ୍ଟଙ୍କଠାରେ ମିଳେ। କଲସ୍ୟ 2 ଅଧ୍ୟାୟ 16 ପଦ ଆଉ 17 ପଦ। ନୂତନ ନିୟମ କିମ୍ବା ପୁରାତନ ନିୟମର ସାଧୁମାନେ ଜନ୍ମ ଦିବସ ପାଳନ କରିନଥିଲେ। ବାଇବେଲରେ ମାତ୍ର 2ଟି ଜନ୍ମୋତ୍ସବ କଥା ଲେଖା ଅଛି। ଗୋଟିଏ ଫାରୋଙ୍କର, ଯେଉଁ ଦିନରେ ଜଣେ ସୁପକାରକୁ ଫାଶୀ ଦିଆଯାଇଥିଲା, ଆଦି ପୁସ୍ତକ 40 ଅଧ୍ୟାୟର 20 ପଦରୁ 22 ପଦ। ଅନ୍ୟଟି ହେରୋଦଙ୍କର, ଯେଉଁ ଉତ୍ସବରେ ବାପ୍ତିଜକ ଯୋହନଙ୍କର ମୁଣ୍ଡ କାଟି ଦିଆଯାଇଥିଲା, ମାର୍କ 14 ଅଧ୍ୟାୟର 6 ପଦରୁ 10 ପଦ। ଡିସେମ୍ବର 25 ତାରିଖକୁ
ଅଲଗା ଅଲଗା ଦୃଷ୍ଟିକୋଣରୁ ଚିନ୍ତା କରାଯାଇଛି। ଏହା ମିଥରାଙ୍କର ଜନ୍ମଦିନ ହୋଇପାରେ ଅଥବା ହୋଇପାରେ ତମ୍ବୁଜଙ୍କ ଜନ୍ମଦିନ, କିନ୍ତୁ ଖ୍ରୀଷ୍ଟ ବିଶ୍ୱାସୀ ଭାବେ ସମସ୍ତେ ଯୀଶୁଙ୍କ ଉଦ୍ଦେଶ୍ୟରେ ଏ ଦିନଟିକୁ ପବିତ୍ର ବୋଲି ମାନ୍ୟତା କରି ପାଳନ କରିବାକୁ ପଡ଼ିବ। ସେଇଥିରେ ସମ୍ପୃକ୍ତ ରହି ଧାର୍ମିକତାର ସୂର୍ଯ୍ୟ ପ୍ରଭୁ ଯୀଶୁଙ୍କର ଉପାସନା କରି ତାଙ୍କ ଜନ୍ମୋତ୍ସବର ଆନନ୍ଦ ଉପଭୋଗ କରିବା ଉଚିତ।